ଦେଖନ୍ତୁ ରାଜ୍ୟର ସମସ୍ତ ଚାଷୀ ଭାଇମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଖୁସି ଖବର ଆସିଯାଇଛି। ମୁଖ୍ୟତଃ ଯେଉଁ ଚାଷୀମାନେ ପିଏମ୍ କିଷାନ ଯୋଜନା ଅଧୀନରେ ଟଙ୍କା ପାଉନାହାନ୍ତି ଏବଂ ସେମାନେ ଯଦି ସିଏମ୍ କିଷାନ ଯୋଜନା ଅଧୀନରେ ଟଙ୍କା ପାଉଛନ୍ତି ତାଙ୍କରି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ବହୁତ ବଡ଼ ଗୋଟେ ଘୋଷଣା କରାଯାଇଛି, ଯାହାକି ଆପଣମାନେ ଯେଉଁ ସିଏମ୍ କିଷାନ ଯୋଜନା ଅଧୀନରେ ଯେଉଁମାନେ ବି ଟଙ୍କା ପାଉଥିଲେ ଆପଣମାନେ ସମସ୍ତେ ଜାଣିଥିବେ ଯେ ରାଜ୍ୟ ସରକାର ଆପଣଙ୍କର କାଳିଆ ଯୋଜନାର ନାଁକୁ ପରିବର୍ତ୍ତନ କରିକି ସିଏମ୍ କିଷାନ ଯୋଜନା କରିଛନ୍ତି। ଯେଉଁମାନେ ଆଗରୁ କାଳିଆ ଯୋଜନା ଅଧୀନରେ ଟଙ୍କା ପାଉଥିଲେ, ଯାହାକି ଆପଣମାନେ ଏବେ ଯେଉଁ ସିଏମ୍ କିଷାନ ଯୋଜନା ଅଧୀନରେ ଟଙ୍କା ପାଇସାରିଛନ୍ତି, ସେମାନେ ଯେଉଁ ଆପଣଙ୍କର ଯେଉଁ ପିଏମ୍ କିଷାନ ଯୋଜନା ରହିଛି କେନ୍ଦ୍ର ସରକାରଙ୍କର, ସେହି ଯୋଜନା ଅଧୀନରେ ଯେଉଁମାନେ ଟଙ୍କା ପାଉନଥିଲେ ସେମାନେ ଯାହାକି ଏଥର ପିଏମ୍ କିଷାନ ଯୋଜନା ଅଧୀନରେ ଟଙ୍କା ପାଇପାରିବେ ତାଙ୍କର ଲିଷ୍ଟ ଆସିଯାଇଛି, ଯାହାକି ଆପଣମାନେ এই ভিডিও মাধ্যমে পুরা ডিটেল জানিপারে এবং সেই লিস্টটিকে আপনার মধ্যে চেক করিকি জানিপারে যে কেউমানଙ୍କର ନାଁ ଯାହାକି ପିଏମ୍ କିଷାନ ଯୋଜନା ଅଧୀନରେ ସାମିଲ କରାଯାଇଛି। ତେବେ ଆପଣମାନେ କେମିତି এই লিଷ୍ଟটিକୁ ଚେକ୍ କରିପାରିବେ ଏବଂ ଚେକ୍ କରିବା ପାଇଁ କ'ଣ ପ୍ରୋସେସ୍ ରହିଛି ଯାହାକି ଆପଣମାନେ এই ଭିଡ଼ିଓ ମାଧ୍ୟମରେ ପୁରା ଷ୍ଟେପ୍ ବାଇ ଷ୍ଟେପ୍ ଜାଣିପାରିବେ। ସେଥିପାଇଁ ଭିଡ଼ିଓଟିକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲକୁ ନୂଆ ଆସିଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିକି ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। ତ ଆପଣମାନଙ୍କୁ ସିଏମ୍ କିଷାନ ଯୋଜନାର କେଉଁମାନଙ୍କର ନାଁ ପିଏମ୍ କିଷାନ ଯୋଜନାର ଆସିଯାଇଛି ସେହି ଲିଷ୍ଟଟିକୁ ଚେକ୍ କରିବାକୁ ହେଲେ ଆପଣଙ୍କ ମୋବାଇଲ କିମ୍ବା କମ୍ପ୍ୟୁଟରର ଯେକୌଣସି ଗୋଟେ ବ୍ରାଉଜରକୁ ଓପନ୍ କରିଦେବେ। ଓପନ୍ କରିଦେଇକି cm-kisan.odisha.gov.in ଆପଣମାନେ ଲେଖିକି ସର୍ଚ୍ଚ କରିଦେବେ। ସର୍ଚ୍ଚ କରିଦେଲା ପରେ ଏହି ୱେବସାଇଟ୍କୁ ଆପଣ ଆସିଯିବେ। ଦେଖନ୍ତୁ এই ୱେବସାଇଟ୍କୁ ଆସିଗଲା ପରେ ନହେଲେ ଆପଣ କ'ଣ କରିବେ, এই ଯେଉଁ ଭିଡ଼ିଓ ଦେଖୁଛନ୍ତି এই ଭିଡ଼ିଓ ଡେସ୍କ୍ରିପ୍ସନରେ এই ୱେବସାଇଟ୍ର ଲିଙ୍କ୍ ମଧ୍ୟ ଦିଆଯାଇଛି, ସେଇଠି ମଧ୍ୟ ଆପଣ କ୍ଲିକ୍ କରିକି এই ୱେବସାଇଟ୍କୁ ରିଡାଇରେକ୍ଟ ଆସିପାରିବେ। ଦେଖନ୍ତୁ এই ୱେବସାଇଟ୍କୁ ଆସିଗଲା ପରେ ଆପଣ କ'ଣ କରିବେ, ଯଦି ଆପଣଙ୍କର ଡେସ୍କଟପ୍ ମୋଡ଼୍ ରହିଛି, ଦେଖନ୍ତୁ ମୋର ଡେସ୍କଟପ୍ ମୋଡ଼୍ ରହିଛି, ମୁଁ ଡେସ୍କଟପ୍ ମୋଡ଼୍ରୁ এটা ହଟେଇ ଦେଲି। ହଟେଇ ଦେଲା ପରେ ଆପଣ କ'ଣ କରିବେ, এটা ଆପଣଙ୍କର ଯେଉଁ ପପଅପ୍ ଆସିଲା ପପଅପ୍ଟିକୁ ଆପଣ ହଟେଇ ଦେବେ। ଆପଣ କ'ଣ କରିବେ, ଟିକେ ରୋଟେଟ୍ କରିଦେବେ। ରୋଟେଟ୍ କରିଦେଲା ପରେ ଆପଣଙ୍କ ସାମ୍ନାରେ ଯାହାକି ଗୋଟେ ନୂଆ ଅପସନ୍ ଆସିଯିବ। ଆପଣଙ୍କର ଡେସ୍କଟପ୍ ମୋଡ଼ରେ ଯାହାକି ଏ ଅପସନ୍ଟି ଆସୁନି, এইটি ଆପଣ ଦେଖିପାରୁଥିବେ ତିନିଟା ଗାର ରହିଛି। এই ଯେଉଁ ତିନିଟା ଗାର ରହିଛି ସେ ତିନିଟା ଗାରରେ ଆପଣ କ୍ଲିକ୍ କରିଦେବେ। ଦେଖନ୍ତୁ ମୁଁ ସେଇଠି କ୍ଲିକ୍ କରିଦେଲି। ସେଇଠି କ୍ଲିକ୍ କରିଦେଲା ପରେ ଆପଣଙ୍କ ସାମ୍ନାରେ ଯାହାକି ଆଉ ଗୋଟେ ପେଜ୍ ଓପନ୍ ହୋଇଗଲା। ଦେଖନ୍ତୁ ଆଉ ଗୋଟେ ପେଜ୍ ଓପନ୍ ହୋଇଗଲା ପରେ এইটি ଆପଣଙ୍କର ବହୁତ ସାରା ଅପସନ୍ ଶୋ କରୁଛି। ମଝିରେ ଦେଖନ୍ତୁ ଆପଣଙ୍କର ହିତାଧିକାରୀ ତାଲିକା ରହିଛି। এই ଯେଉଁ ଆପଣଙ୍କର ହିତାଧିକାରୀ ତାଲିକା ରହିଛି, এইটি ଦେଖନ୍ତୁ ଆପଣଙ୍କର ହିତାଧିକାରୀ ତାଲିକା ରହିଛି। ହିତାଧିକାରୀ ତାଲିକାରେ ଆପଣ କ୍ଲିକ୍ କରିଦେବେ। କ୍ଲିକ୍ କରିଦେଲା ପରେ এইটি ଆପଣଙ୍କର ଦେଖନ୍ତୁ ଦୁଇଟା ଆପଣଙ୍କର ଅପସନ୍ ରହିଛି। ଗୋଟେ ରହିଛି ଆପଣଙ୍କର ପିଏମ୍ କିଷାନ, ଆଉ ଗୋଟେ ରହିଛି ଆପଣଙ୍କର ସିଏମ୍ କିଷାନ। ଆପଣ କ'ଣ କରିବେ, ପ୍ରଥମେ ଯେହେତୁ ଆପଣଙ୍କର ନାଁ ସିଏମ୍ କିଷାନ ଯୋଜନାର ପିଏମ୍ କିଷାନ ଯୋଜନାରେ ଆଡ଼୍ କରାଯାଇଛି, ସେଥିପାଇଁ ଆପଣ କ'ଣ କରିବେ, ଆପଣମାନେ ସିଏମ୍ କିଷାନ ଯୋଜନାର ଲିଷ୍ଟଟିକୁ ପ୍ରଥମେ ଚେକ୍ କରିଦେବେ। ଦେଖନ୍ତୁ ମୁଁ ସିଏମ୍ କିଷାନରେ କ୍ଲିକ୍ କରିଦେଲି। କ୍ଲିକ୍ କରିଦେଲା ପରେ ଟିକେ ବ୍ରାଉଜିଂ ନେବ। ବ୍ରାଉଜିଂ ନେଲା ପରେ এইটি ଦେଖନ୍ତୁ ଆପଣଙ୍କ ସାମ୍ନାରେ ଆଉ ଗୋଟେ ପେଜ୍ ଓପନ୍ ହୋଇଗଲା। ଓପନ୍ ହୋଇଗଲା ପରେ এইটি କ'ଣ କରିବେ, ଆପଣଙ୍କର ଯେଉଁ ଡିଷ୍ଟ୍ରିକ୍ଟର ନାଁ ରହିଛି ଡିଷ୍ଟ୍ରିକ୍ଟର ନାଁ ଦେଇଦେବେ, ଆପଣଙ୍କର ବ୍ଲକର ନାଁ ଦେଇଦେବେ, ଆପଣଙ୍କର ଜିପିର ନାଁ ଦେଇଦେବେ, ଭ୍ୟୁରେ କ୍ଲିକ୍ କରିଦେବେ। ଦେଖନ୍ତୁ ମୁଁ ଦେଇଦେଉଛି। ଦେଖନ୍ତୁ ମୁଁ ଅନୁଗୁଳ ଦେଇଦେଲି। ଉପରେ ଯେଉଁଟା ଅଛି ସେଇଟା ମୁଁ ଦେଇଦେଉଛି, ଆପଣମାନେ ଯେମିତି ଜାଣିପାରିବେ ସେଥିପାଇଁ ମୁଁ ଉପରେ ଯେଉଁଟା ରହିଛି ସେଇଟା ଦେଇଦେଉଛି। ଦେଖନ୍ତୁ ଆପଣଙ୍କର ସବୁକିଛି ଦେଇଦେଲା ପରେ ଭ୍ୟୁରେ ଆପଣ କ୍ଲିକ୍ କରିଦେବେ। ଭ୍ୟୁରେ କ୍ଲିକ୍ କରିଦେଲା ପରେ এইটি ଆପଣଙ୍କର ଜିପି, এইটি ଦେଖନ୍ତୁ ଆପଣଙ୍କର ସ୍ମଲ୍ ଫାର୍ମର ଏବଂ ଆପଣଙ୍କର ଆଉ ଗୋଟେ ରହିଛି ଲ୍ୟାଣ୍ଡଲେସ୍ ଫାର୍ମରର ଆପଣଙ୍କର ଦୁଇଟା PDF ରହିଛି। ଯେଉଁଟା ଆପଣମାନଙ୍କୁ ଦରକାର ସେ PDFଟିକୁ ଆପଣ ଓପନ୍ କରିକି ଆପଣଙ୍କର ଲିଷ୍ଟଟିକୁ ଆପଣ ଚେକ୍ କରିପାରିବେ। ଦେଖନ୍ତୁ ଯେଉଁମାନଙ୍କର ନାଁ ଏଇ ଲିଷ୍ଟରେ ରହିଛି ଆପଣ କ'ଣ କରିବେ, ପୁଣି ବ୍ୟାକ୍ କରିଦେବେ। ଦେଖନ୍ତୁ ମୁଁ ପୁଣି ବ୍ୟାକ୍ କରିଦେଲି। ବ୍ୟାକ୍ କରିଦେଲା ପରେ এইটি ଆପଣଙ୍କର ପୁଣି ସେଇ 3 ଡଟ୍ରେ କ୍ଲିକ୍ କରିଦେବେ। 3 ଡଟ୍ରେ କ୍ଲିକ୍ କରିଦେଲା ପରେ ଆପଣଙ୍କର ସେଇ ଅପସନ୍ଟି ପୁଣି ଆସିଯିବ। ଆପଣ କ'ଣ କରିବେ, ହିତାଧିକାରୀ ତାଲିକା ଯେଉଁ ରହିଛି ହିତାଧିକାରୀ ତାଲିକାରେ ଆପଣ କ୍ଲିକ୍ କରିଦେବେ। କ୍ଲିକ୍ କରିଦେଲା ପରେ এইটি ଦେଖନ୍ତୁ ଲେଖା ହେଇଛି ପିଏମ୍ କିଷାନ, ଆପଣ ସେଇଠି କ୍ଲିକ୍ କରିଦେବେ। ଦେଖନ୍ତୁ ସେଇଠି କ୍ଲିକ୍ କରିଦେଲା ପରେ ଆପଣଙ୍କର ଯେଉଁ ମୋବାଇଲ ରହିଛି ସେଇ ମୋବାଇଲଟିକୁ ଆପଣ ପୁଣି ଥରେ ରୋଟେଟ୍ କରିଦେବେ। ଦେଖନ୍ତୁ ରୋଟେଟ୍ କରିଦେଲା ପରେ এইଠି ଆପଣ କ'ଣ କରିବେ, ଆପଣଙ୍କର ଯେଉଁ ଷ୍ଟେଟ୍ ରହିଛି ସେଇ ଷ୍ଟେଟ୍ଟିକୁ ଆପଣ ଏଇଠି ଚୟନ କରିଦେବେ ଏବଂ ଆପଣଙ୍କର ଡିଷ୍ଟ୍ରିକ୍ଟ, ସବ୍ ଡିଷ୍ଟ୍ରିକ୍ଟ, ବ୍ଲକ ଏବଂ ଆପଣଙ୍କର ଭିଲେଜ୍ ଏଇଠି ଦେଇଦେବେ।
देखंतु मु सब दे दूची देखंतु मु एठी आपणकर स्टेट दे देली जेहेतु हमर ओडिशा मु ओडिशा दे देली ओडिशा देला परे आपणकर देखंतु डिस्ट्रिक्ट मु बलांगीर दे देली सब डिस्ट्रिक्ट देखंतु आपणकर से बलांगीर दे देली एवं आपणकर देखंतु आगलपुर एवं आपणकर विलेज मध्य एठी दे देला परे गेट रिपोर्ट रे मु क्लिक कर देली देखंतु गेट रिपोर्ट रे क्लिक कर देला परे एठी आपणकर लिस्ट आसी गला एठी समस्त भाबुथिबे जे एटा होची पुराना लिस्ट आप माने पुराना लिस्ट को देखुचंती बोली कहउचंती कि भाबुथिबे भी आप माने देखंतु आप माने को कहि दोची एटा होची आपणकर नुआ लिस्ट आप माने केमिति कहार ना नुआ आछि आपना केमिति जानि परिबे देखंतु ए जो आपणकर जो जेंडर रहिछि ए जो आपणकर जेंडर रहिछि जेंडर रे देखंतु एम लिखाइछि आ मझिरे मझिरे आपणकर गुटे गुटे देखंतु आपणकर वैकेंसी रहिछि ए जो आपणकर वैकेंसी रहिछि देखंतु आहुरी मध्य आपणकर एठी वैकेंसी रहिछि एटा गुटे वैकेंसी रहिछि एटा गुटे वैकेंसी रहिछि जो मानकर एमती वैकेंसी रहिछि सेटा आपणकर एटा नुआ लिस्ट देखंतु आपणकर देखंतु बहुत सारा लोकंकर एमती वैकेंसी रहिछि जहा कि आप माने एई प्रोसेस रे आपणकर नुआ लिस्ट को चेक करि पारिबे जो मानकर ना एमती आपणकर एम लेखा हेनी से मानकर नाटी वर्तमान नुआ आछि आप माने एई प्रोसेस रे एई नुआ लिस्ट को चेक करि पारिबे।